ହ୍ୟାଲୋ ହାଇ ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି ସମସ୍ତେ। ଆଶା କରୁଛି ସମସ୍ତେ ଭଲ ଥିବେ ମସ୍ତ ଥିବେ ସୁସ୍ଥ ଥିବେ। ସାଙ୍ଗମାନେ ଆଜି ହେଲାଣି ବୁଧବାର ଆଉ ଲାଷ୍ଟ 3 ଦିନ ବେପାର କଥା ଯଦି କହିବା ଗତକାଲି ହେଇଥିଲା ଟଙ୍କା 1800। ତା ଆଗ ଦିନ ସୋମବାର ଦିନ ହେଇଥିଲା ଆପଣଙ୍କର ସେଇ 27 ଭଳିଆ। ତ ଏଇ ଯୋଉ 3 ଦିନ ପାଇଁ ଯୋଉ ଉବେର ପାସ୍ ଟା ନେଇଛି ବେପାର ଠିକ ଠାକ ହଉଛି ହେଲେ ୟା ପୂର୍ବ ଉବେର ପାସ୍ ଯୋଉଟା ନେଇଥିଲି ସେଇଟାରେ ଆପଣ ଦିନେ କଲେ 200 ଟଙ୍କା ଦିନେ କଲେ 400 ଟଙ୍କା ଆଉ ସଣ୍ଡେ ଦିନ ତ ଟୋଟାଲ ବାଜିଲା ହିଁ ନାହିଁ। ବିରକ୍ତ ହେଇ ଘରକୁ ପଳେଇ ଆସିଲି। ସେଇ 8ଟା ବେଳକୁ ଲଗ୍ଇନ୍ କରିଥିଲି ଆଉ 12ଟା ଯାଏଁ ଗୋଟେ ବି ବାଜି ନଥିଲା ତ ବିରକ୍ତ ହେଇ ଘରକୁ ପଳେଇଥିଲି ଆଉ ଲଗ୍ଇନ୍ କରିନି ସେଦିନ। ସେ ଯାହା ବି ହଉ ଆଜି ସକାଳୁ ତ ଲଗ୍ଇନ୍ କରିଦେଇଛି 9ଟା ବେଳକୁ। ହେଲେ ମୋର ବର୍ତ୍ତମାନ ଗୋଟେ କଲ୍ଟା ଆସିଥିଲା ପ୍ରାଇଭେଟ୍ ଗୋଟେ ଭଡ଼ାଟା ଅଛି ଆପଣଙ୍କର ଏୟାରପୋର୍ଟରୁ ପିକ୍ ହବ ଆଉ ଯାଇକି କଟକ ଯୋବ୍ରାରେ ଡ୍ରପ୍। ତ ମୁଁ ଅଲରେଡ଼ି କଷ୍ଟମରକୁ କହିଦେଇଛି ଆକ୍ଚୁଆଲି ଭଲ କଷ୍ଟମର ଜଣକ କଷ୍ଟମରକୁ ଆଗରୁ କହିଦେଇଛି ଆଉ କେତେ କ'ଣ ପେମେଣ୍ଟ ଟଙ୍କା 800 କଥା କହିଛି। ସେ କହିଲେ ହଉ ଠିକ୍ ଅଛି ଇନକ୍ଲୁଡ଼ିଂ ଟୋଲ୍ ଯେଉଁ 40 ଟଙ୍କା ଦେବାକୁ ପଡ଼େ। ମୁଁ କହିଲି ମ୍ୟାଡ଼ାମ୍ ଆପଣ 30-35 କିଲୋମିଟର ପାଖାପାଖି ହେବ ତ ଟଙ୍କା 800 ଟଙ୍କା ପଡ଼ିବ। ସେ କହିଲେ ହଉ କିଛି ଅସୁବିଧା ନାହିଁ ଆପଣ ଯାଆନ୍ତୁ ଯାଇ ପିକଅପ୍ କରିକି ପଳେଇ ଆସିବେ। ମାନେ ଗେଷ୍ଟ ରେଗୁଲାର ବେସିସ୍ ସେ ମ୍ୟାଡ଼ାମକୁ ମୁଁ ନେଇକି ଯାଏ ତ ସେ ମ୍ୟାଡ଼ାମଙ୍କ ଘରେ ଗେଷ୍ଟ ଆସୁଛନ୍ତି ତ ତାଙ୍କୁ ନେଇକି ଯିବାର ଅଛି କଟକ ଆଉ କ'ଣ। ତ ଚାଲନ୍ତୁ କଷ୍ଟମରକୁ ପିକଅପ୍ କରିକି ଯିବା 9:30ରେ ପିକଅପ୍। ଛାଇ ଖୋଜି ଖୋଜି ପଳେଇ ଆସିଲେଣି ଆପଣଙ୍କର ଏସ୍ସିବି ଆଖପାଖରେ। କେଉଁଠି ଛାଇ ଜାଗା ଗୋଟେ ମିଳୁନି ଯେ ଗାଡ଼ିଟା ରଖିକି ବସିବି ରିଟର୍ଣ୍ଣ ପାଇଁ ଅପେକ୍ଷା କରିବି। ଯାହା ହଉ ସକାଳ ବୁକିଂଟା ଅବଶ୍ୟ ମ୍ୟାଡ଼ାମକୁ ଯେତେ ଯାହା ମାଗିଲେ ସେ ମନା କରନ୍ତିନି। କଟକ 1000 ଟଙ୍କା ମାଗିଲେ ବି ସେ ଦେଇଦେଇଥାନ୍ତା। ତାହେଲେ ମୁଁ କହିଲି କାହିଁ ଏକ୍ସଟ୍ରା ମାଗିବି। ଆଉ ଏମିତିରେ ଆପଣଙ୍କର 35 କିଲୋମିଟର ଆଖପାଖ ହେଉଥିଲା ମାନେ ଏୟାରପୋର୍ଟରୁ। ତା ଛଡ଼ା ମୁଁ ଲୋକେସନ୍ରୁ ଗଲି ମୋ ସେଇ ସବୁ ମିଶେଇକି କହିଲି ମ୍ୟାଡ଼ାମ୍ ଟିକେ ଏକ୍ସଟ୍ରା ଲାଗିଯିବ। ଆପଣ ନର୍ମାଲି ଯଦି ଆପଣ ବୁକିଂ କରିବେ ଏୟାରପୋର୍ଟରୁ ତ ଆପଣ 650-700ରେ ହେଇଯିବ। ମୁଁ କହିଲି ମ୍ୟାଡ଼ାମ୍ ମୁଁ ଗୋଟେ 800 ଟଙ୍କା ଯାହା ଦେବାକୁ ପଡ଼ିବ କାହିଁକିନା ଭାଇ ଆମ ଭୁବନେଶ୍ୱରରେ ବୁକିଂ ନାହିଁ। ଲୋକ ବସୁଛନ୍ତି ପିଲା ମାନେ ଗୋଟେ ବୁକିଂ ପାଇଁ ଅଧଘଣ୍ଟା ଘଣ୍ଟା 2 ଘଣ୍ଟା ୱେଟ୍ କରିବାକୁ ପଡ଼ୁଛି। ଏଠି କଟକ ଦେଖନ୍ତୁ ଲୋକାଲ୍ ଭଡ଼ା ବାଜୁଛି ମୋ ଛାଡ଼ିବା ଭିତରେ ମାନେ ଛାଡ଼ିକି ମାନେ ଲଗ୍ଇନ୍ କଲି ଲଗ୍ଇନ୍ କଲା କେତେ 10 ମିନିଟ୍ ଖଣ୍ଡେ ହେଇଥିବ ବୋଧେ। ତା ଭିତରେ ଆପଣଙ୍କର କଣ୍ଟିନ୍ୟୁ ବାଜି ଚାଲିଛି ଗୋଟିଏ ପରେ ଗୋଟିଏ ସବୁ ସେଇ 5 କିଲୋମିଟର 6 କିଲୋମିଟର ପିକଅପ୍ ଡ୍ରପ୍ 3 କିଲୋମିଟର 4 କିଲୋମିଟର। ହେଲେ କଟକରେ ଲୋକାଲ୍ ଭଡ଼ା କିଏ କରିବ। ଭାଇ ବାଜିଗଲା ସାଙ୍ଗେ ସାଙ୍ଗେ କେତେ 10-15 ମିନିଟ୍ ହେଇଥିବ। ବସ୍ ମାନେ ଛାଡ଼ିକି 10-15 ମିନିଟ୍ ହେଲା ବୋଧେ ବାଜିଲା ଆପଣଙ୍କ ସେ ଯେଉଁ ରାନିହାଟ ଛକ ପାଖରୁ। ଯାଉଛି ପିକଅପ୍ କରିବାକୁ ବର୍ତ୍ତମାନ 440 ଦେଖେଇଛି। ସେଇ ଛାଡ଼ିଲେ ବୋଧେ 420-25 ଭିତରେ ମିଳିବ ଆଉ କ'ଣ। ସେ ଯାହା ବି ଆଉ ରିଟର୍ଣ୍ଣଟା ଏମିତି ହିଁ ମିଳେ ବେଳେବେଳେ 500 ଟଙ୍କା ମିଳେ ନହେଲେ ସେ 400-420-450 ଭିତରେ। କଟକରୁ ସିନା ଜଲ୍ଦି ଦେଇଦେଲା ଇଏ ଆପଣଙ୍କ ଶହୀଦନଗର ଆସି ଛାଡ଼ିକି ବସିଲେଣି ସେଇ ପିଲା ବସେ ଆଉ ବାଜୁନି। ବିରକ୍ତ ଲାଗିଲାଣି ଗାଡ଼ି ଭିତରେ ବସି ବସି କ'ଣ କରିବି। କେତେ ଥର ବାହାରେ ଯାଉଛି ବସୁଛି ବାହାରେ ଯାଉଛି ବସୁଛି କିଛି ବାଜୁନି। ପଳେଇବି ଘରକୁ ଏବେ ଖାଇବାକୁ ତାପରେ ଖାଇସାରିକି ଲଢ଼ିଆ ପୁଣି ଆଉ କ'ଣ ବାଜୁନି ତ କ'ଣ କରିବା। ପଳେଇବି ଆଉ ଇଚ୍ଛା ହଉନି। ସକାଳୁ ଦେଇଦେଲା ଜଲ୍ଦି କଟକ ରିଟର୍ଣ୍ଣ ଏପଟେ ସିଟିରେ ଦଉନି। ଗାଡ଼ି ଭିତରେ ଯେ ଶୋଇବି ଗରମ ବି ଲାଗୁଛି ଯେ ଶୋଇପଡ଼ିଥାନ୍ତି ନହେଲେ। ଭାଇ ଖାଇସାରିକି ଲଗ୍ଇନ୍ କରୁ କରୁ ଫାଷ୍ଟ ଭଡ଼ାଟା ନେଇକି ଆସିଥିଲି ଯେ ବର୍ଷା କାଚୁଛି ଦେଖନ୍ତୁ। ଛାଡ଼ିବି ପିଇନି ଛକରେ ଛାଡ଼ିକି ଅଫଲାଇନ୍ ହେଇଯିବି। ତାପରେ ବର୍ଷା କମୁ ପାଣି ସବୁ ଶୁଖିଲା ପରେ ଯାଇକି କାହିଁକିନା ମାଷ୍ଟା କ୍ୟାଣ୍ଟିନ୍ରୁ ଆପଣ ରାଜମହଲ ଯିବେ କି ରାଜମହଲରୁ ମାଷ୍ଟା କ୍ୟାଣ୍ଟିନ୍ ଆସିଲା ବେଳକୁ ଯେଉଁ ପାଣି ଜମି ଯାଇଥିବ ଗାଡ଼ି ବୁଡ଼ିଲା ଭଳିଆ କରିହେବନି କିଛି। ଦେଖନ୍ତୁ ପୋଖରୀ ବୁଟରେ ଜଣକୁ ଆସିଲେ ଡ୍ରପ୍ କରିବାକୁ। ଏ ତ ବଡ଼ ଗଛଟା ପଡ଼ିଛି ତଳେ 2 ଜଣଙ୍କ ବାଇକ୍ ଥୁଆ ହେଇଥିଲା ଅଫିସଟା ଅଛି ସାଇଡ୍।
गोटे जिनस देखिली रापिडोरे 11 किलोमीटर को देखी 194 टका मुझे पोखरीपुर पेस्टन ग्रीन तो से पिकअप कर कस्टमर को आनिया बाणीबिया छकरे एथर एपट वर्षा सकाशे तो जाम कस्टमर कहला भाई टे जल्दी अच्छी तो मुझे कहली ताले एनएच बाट पलैया तो एनएच बाट मत देखला 13 किलोमीटर 13.8 ना 9 माने से पाखापाखि 14 किलोमीटर तो कौटी 11 था ये 14 मुझे एनएच बाट बुले कि नहीं आसली मुझे ये पेमेंट मोर जहाँ देखला ये तो ग्रोथ हो पेमेंट बढ़िया हेल्ले आसिक छाड़ी आपण से बाणीबाटी जहाँ पेमेंट थी से ही मिलला मत ना कि पेमेंट इनक्रिज है ना कि मुझे जानते कस्टमर कही था सार एक्सट्रा बाट मुझे बुले नहीं जाऊँगी एक्सट्रा पेमेंट किसी करदे कंपानी आमको किसी दबनी हेल्ले मुझे जानी आपण उबेर जमी बढ़े सेमती बढ़ बोधे हेल्ले ये तो बढ़लानी कि ना तो बर्तमान टाइम 7टा है टोटाल बेपार कथा जदि कहवा रापिडो 352 आ उबेर 494 तो धरत 500 ये 500 3 850 को आ गोटे माने पर्सनाल 800 तो 1650 टका टोटाल अर्निंग है वर्षा ना बोधे बेपार होता है वर्षा तो कम करनी तो देखिए आउे 3-4 घंटा अच्छी रात 11 हाँपाई 7 मैंने आउे 4 घंटा केमती कौन बेपार हो गोटे बाजुची कंटिन्यू फुल नखरा मुझे अच्छी शहीदनगर कंटिन्यू बाजुची फुल नखरा है फुल नखरा किए जीव कहना 226 टका देखा एक्सट्रा मागिले पुणी कस्टमर कंप्लेन करदे आ फुल नखरा गले से रिटर्न बाजबे ये रात किए जीव पुणी वर्षा काचिला तो भाई वर्षा बेपार ठीक ठाक बढ़ी माने संज पर बेपार जहाँ बाजुचे गोटे पर गोटे बाजि चलती हेले जाम सकाशे कम करनी छड़ा मुझे जाइली जो मंचेश्वर भितर गोटे आडभांस बाजिला मुझे एक्सेप्ट करदेली तो सेटा को एक्सेप्ट कलापर पिकअप करने गली से मंचेश्वर आप लेवल क्रॉसिंग क्रॉस करके VSS नगर भितर से कस्टमर कहले भाई 50-60 एक्सट्रा नहीं जाए पचे आसतु पिकअप करने कहीं वर्षा है आप जानते समस्त जो मंचेश्वर VSS नगर ब्रिज तला जो कम चली ब्रिज्र से तले जो मट्टी कादुआ पूरा रास्ता तो प्रबल खरा तार वर्षा है जो भाई अवस्था हो गड़ी पानी एत खराब रास्ता सेमती जा पिकअप कली बर्तमान आसिक पोखरीपुट अच्छे पोखरीपुट आपंकर पोखरीपुट माने सब कोकिला कोकिला इनक्लेव एनेक्स आम गाड़ी थुआई जाए जोन पड़ी आप राम मंदिर एरिया नहीं कि हेले मु तो अच्छे पोखरीपुट यू के बाजुचे देखे देखा एपटे बिल्डिंग पूरा एरिया निच्छाटा कहीं ना छिड़ा टाइम 9टा खंडा हम टोटाल जदि बुकिंग कथा कहवा उबेर 1150 आउ रापिडो 350 माने 1100 1200 1500 आउ जो आपंकर प्राइवेटा थी 800 तो है टोटाल केते 15-8 2300 टंका आराम से 3000 होता जब जो वर्षा न पकई था आ मुझे घर को गली खाया सेकेंड हाफ जहाँ बुकिंग बाजी तथा देखा जाए टंका 2300 टाइम से और 2 घंटा खंडे कम करी जब बाजिला मेन एवं बाजिया दरकार यू आपंकर माने पोखरीपुट सांगे सांगे से राम मंदिर फंदा से जो एरिया जोन पड़ी से एरिया जब पकेला तो ठीक अच्छे आठी के बसैब ठीक नहीं देखिए कौन पोखरीपुट आसिक फसीगली घंटाटा है बाजुनी आपणकर माने आचार्य विहार जयदेव विहार राम मंदिर एपट कल्पना रविटकी सब एरिया जोन पड़ी टंकणी एरिया मु जो बुकिंगटा नहीं आसिली आसिक पोखरीपुट छाड़ी पोखरीपुट ही जोन ना तो घंटे ऊपर है तो बाजिया ना ना बर्तमान ना होम पकई मास्टर कैंटीन टाइम आपन 10टा है आसिक बस कम फायदा 1 किलोमीटर अच्छे आप सीएनजी टांकी जाकि सीएनजी टा पकईदेवे काली रात कम आस फाइनाली बाजिला माने पाखापाखि 1.5 घंटा पर जाकि बाजिला तो जाऊँगी पिकअप करने को कृष्णा गार्डन रु पिकअप जागमुरा और ड्रॉप आपण को जाकि लुईस रोड श्री हॉस्पिटल रे 200 के 14 ना 15 देखे छाड़ी पलि घर को 5 मिनट बस भी से छाड़ला जदि बाजिला लक्ष्मी सागर आड़ी तो ठीक अच्छे ना पलि 3-4 किलोमीटर तो
ରାତି ହେଲା ମାନେ ଆଉ କେହି ମାନିଆ ନାହିଁ, ସମସ୍ତେ ରଙ୍ଗରେ ଆସୁଛନ୍ତି। 10:40 ହେଲାଣି, ଛାଡ଼ିଲି ଏବେ ଶ୍ରୀ ହସ୍ପିଟାଲରେ। ଦେଖ ବସେ 5-10 ମିନିଟ୍ ବାଜିଲା ତ କରିବି। ତ ବର୍ତ୍ତମାନ ଘରେ ଆସି ପହଞ୍ଚି ଗଲେଣି। ଆଉ ଦିନ ଯାକ ତ ଅନ୍ୟ କେତେ କ'ଣ ହେଲା ଆପଣମାନେ ଦେଖିଲେ। ବେପାର ଯେଉଁ ହିସାବରେ ହେଉଥିଲା ସେଇ ହିସାବରେ ହେଉନି। ପୁଣି ମଝିରେ ଯେଉଁ ସପ୍ତାହେ ଯେଉଁ ପୁରା ଡାଉନ୍ ହେଇଯାଇଥିଲା, ଏବେ ଟିକେ ବଢ଼ିଛି। ପୁରା ଯେ ବଢ଼ିଛି ସେମିତି କହିହେବନି, ମାନେ ଟିକେ ବଢ଼ିଛି। ଆଉ ଆଜି ଅବଶ୍ୟ ବର୍ଷା ସକାଶେ ଟିକେ ସଞ୍ଜବେଳକୁ ଯାହା ବେପାର ହେଲା, ତ ଯାହା ହେଲା ଠିକ୍ଠାକ୍ ହେଲା। ଯଦି ଏଇ ସୋମବାର ଦିନ ମୁଁ ନେଇଥିଲି ଉବେର ପାସ୍, ସୋମବାର ମଙ୍ଗଳବାର ଆଜି ହେଲାଣି ବୁଧବାର, ତ ସୋମବାର ହେଇଥିଲା ଆପଣଙ୍କ 2770 କି 80। ଆଉ ମଙ୍ଗଳବାର ଦିନ ତ ମ୍ୟାଚ୍ ସକାଶେ ଆପଣଙ୍କ ଜଲ୍ଦି ପଳେଇ ଆସିଲି, ତଥାପି ସେ 1800 କେତେ ଟଙ୍କା ହେଇଥିଲା। ତାପରେ ଯେଉଁ ବର୍ଷା ପକେଇଲା, ତାପରେ ରାସ୍ତା ପୁରା ଜାମ୍ ହେଇଯାଇଥିଲା ବର୍ଷା ସକାଶେ, ମୁଁ ସିଏନ୍ଜି ପକେଇକି ଘରକୁ ପଳେଇ ଆସିଥିଲି। ଆଉ ଆଜି ହେଲାଣି 2500, ମାନେ 2700 1845, ଇଏ 25, 6-7 ହଜାର ହେଲାଣି 3 ଦିନରେ। ମାନେ ପର୍ ଡେ କେତେ 2300 ଲେଖା ପଡ଼ିଛି। ତା ଦେହରୁ ସିଏନ୍ଜି ପକେଇଛି ମୁଁ ଆପଣଙ୍କର ଆଜି 500, ଗତକାଲି 700, ତା ଆଗ ଦିନ ସେମିତି 500, 7, 5, 12, 1700ର ସିଏନ୍ଜି ଗଲା। ତା 7000ରୁ ସିଏନ୍ଜି 1700 ଗଲା, ମାନେ 5300 ବଞ୍ଚିଲା। ହୋଟେଲରେ ଧରନ୍ତୁ 3 ଦିନ ଖାଇବା, ଦିନେ 2 ଦିନ, ପ୍ରାୟ ବୋଧେ 2 ଦିନ ମୁଁ ଘରେ ଆସିଥିଲି ଖାଇବାକୁ, ଆଉ ଦିନେ ହୋଟେଲରେ ଖାଇଥିଲି, ତ 200 ଟଙ୍କା ଗଲା ସେଠି। ତ ସେଇ ଟଙ୍କା 5000 ବଞ୍ଚିଲା, ମାନେ ପର୍ ଡେ କେତେ 1600 ପାଖାପାଖି ବଞ୍ଚିଲା। ଆଉ କ'ଣ 1650। ତ ସାଙ୍ଗମାନେ ଆଜିର ଭିଡ଼ିଓଟି ଏତିକି। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ବହୁତ ଦିନ ହେବ ଭିଡ଼ିଓ ପଡ଼ିନି ଚ୍ୟାନେଲରେ। ଆପଣମାନେ ବହୁତ କମେଣ୍ଟରେ ଜଣାଉଥିଲେ ଭାଇ ଅର୍ଣ୍ଣିଂ ଭିଡ଼ିଓ କାହିଁକି ଆସୁନି, ଭିଡ଼ିଓ କାହିଁକି ଆସୁନି। ତ ଅର୍ଣ୍ଣିଂ ଭିଡ଼ିଓ ତ ଆସିଗଲା। ଦୟାକରି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ଆଉ ଗୋଟେ କଥା, ଯେଉଁମାନେ ବି ନୂଆ କରିକି ଆସୁଛନ୍ତି ଚ୍ୟାନେଲରେ କିମ୍ବା ଦେଖୁଛନ୍ତି ବହୁତ ଥର ଏଯାଏଁ ସବସ୍କ୍ରାଇବ୍ କରୁନାହାନ୍ତି, ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲିବେନି। ଆଜି ପାଇଁ ରହିଲି, ଦେଖା ହେବ ପୁଣି ନେକ୍ସଟ ଭିଡ଼ିଓରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।